ସେମାନେ ନିଜ 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 ଚଷମାରେ ନିଜେ ଦେଖନ୍ତୁ ଚେହେରା ଆମେ ଆମ ଉପରେ ଟିକା ଟିପ୍ପଣୀ କାହିଁ କରୁଛନ୍ତି। ସିଏ ଯୋଉଟା କରିଛନ୍ତି ସିଏ ତାଙ୍କ ଅଖା ଦଉଥିବେ ଗୁଣ ଗାଉଥିବେ ଯେତେ ଦିନ ପର୍ଯ୍ୟନ୍ତ ଏ କଥା କହିବେ ତାଙ୍କ ନିଜ ମହିଳାକୁ ଘାଣ୍ଟି ଦୁର୍ଗନ୍ଧ କରିବା ଛଡ଼ା ଅନ୍ୟ କିଛି ନାହିଁ। ସେ ସେଇ କାମରେ ଅଛନ୍ତି। ତାଙ୍କ ପାଇଁ ରିମାର୍କ କିଛି କରିବା ଉଚିତ ନୁହେଁ। ତାଙ୍କୁ ଯାହା କହିବା କଥା ସେମାନେ କୁହନ୍ତୁ। ଭୁଲ ଠିକ ବାର୍ତ୍ତା ସେମାନେ କହିବାକୁ କିଏ? ମୁଁ ମଦ୍ୟପାନ କରି ମୁଁ ନିଶା ନିବାରଣ କଥା କହିବି। ଯୋଉ ଧାରାରେ ସେମାନେ ଅଛନ୍ତି ତାଙ୍କର କହିବା ନୈତିକ ସାହସ କୋଉଟା ହେଲା, ନୈତିକ ଅଧିକାର କୋଉଟା ହେଲା? ତୁମେ କହିବ କେତେବେଳେ? ଯେତେବେଳେ ତୁମେ ସ୍ୱଚ୍ଛ ରହିବ ତୁମେ କହିବ ଯେ ହଁ ଏଇ ସ୍ୱଚ୍ଛତା ଅବଲମ୍ବନ କରାଯାଉ। ତୁମର ସ୍ୱଚ୍ଛତା ନାହିଁ, ତୁମେ କହିବାର ଅଧିକାର କୋଉଠି ଆସିଲା ତୁମର? ଅଫିସର ଦେଖ, ଯିଏ ଘୋଡ଼ାକୁ ଚଲେଇବ, ଯିଏ ଘୋଡ଼ା ଲଗାମ ଯାହା ହାତରେ ଅଛି, ଘୋଡ଼ା ଠିକ ଚାଲିବ ଖରାପ ଚାଲିବ, ଠିକ ଚାଲିବ ଭୁଲ ଚାଲିବ। ତେଣୁ ଅଫିସର ରହିବେ, ଶାସନ ଚାଲିବ ଏବଂ ତା ପାଇଁ ଯୋଉ ଲଗାମ ଯିଏ ଧରିବ ତାର ନିଷ୍ଠା ରହିବା ଦରକାର, ପରିପକ୍ୱତା ରହିବା ଦରକାର। ଆଉ ସେମାନେ କେମିତି ସିଷ୍ଟମରେ ଚଲାଉଥିଲେ? ରାଜନୀତି ବ୍ୟବସ୍ଥା ଥିଲା ଓଡ଼ିଶାରେ, ଗଣତାନ୍ତ୍ରିକ ବ୍ୟବସ୍ଥା ଥିଲା ଓଡ଼ିଶାରେ, କହିପାରିବେ? କାହାର ଶସ୍ତା ଅଛି କହୁନା? ଆଜି ମିନିମମ୍ ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି, ଆଜି ରାଜନୀତିକ ବ୍ୟବସ୍ଥା ଅଛି ଓଡ଼ିଶାରେ। ତାଙ୍କ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ଭେଟିଥିଲେ 10 ବର୍ଷ ଭିତରେ, ତାଙ୍କ ଏମଏଲଏ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ଏମିତି ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲେ? ଗଣତନ୍ତ୍ରରେ ନିର୍ବାଚିତ ସରକାର ଏମିତି ଚାଲେ କୋଉଠି? ତାହେଲେ ରକ୍ଷେ ଗୁଣା ବେଟର। ଆମ ଲୋକ ଆମ ଖୋଲା କଥା ଆମର କହିପାରୁଛନ୍ତି, ଆଲୋଚନା କରିପାରୁଛୁ, ସମସ୍ୟା ତ ଜଡ଼ିତ ହଉଛନ୍ତି। ସାଧାରଣ ଲୋକଟା ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଆସି ଭେଟି କହିପାରୁଛି, ମନ୍ତ୍ରୀ ଭେଟି କହିପାରୁଛି। ସେ ନୈତିକ ସାହସ ସେମାନେ କଣ ଅଛି? ସେମାନେ କୋଉଠି ଥିଲେ ସବୁ? ଏଇ ଯୋଉମାନେ କହୁଛନ୍ତି ଷ୍ଟେଟମେଣ୍ଟ, ତାଙ୍କୁ ପଚାରନ୍ତୁ ଆପଣମାନେ 5 ବର୍ଷ 10 ବର୍ଷ କୋଉଠି ଥିଲେ ସବୁ? ଆପଣ କହିଲେ କେବେ ଯେ ଆମକୁ ମୁଖ୍ୟମନ୍ତ୍ରୀ ଭେଟୁନାହାନ୍ତି, ଆମକୁ ମୁଖ୍ୟମନ୍ତ୍ରୀ ଆମ କଥା ଶୁଣୁନାହାନ୍ତି, ଆମ ଦଳ ଶାସନ ଜଣେ ବ୍ୟକ୍ତିବିଶେଷ କିଏ ଦଳ ଆମର ଶାସନ ଚଲାଉଛି, ଆମ ଦଳ ଚଲାଉଛି, ଆମ ଶାସନ ଚଲାଉଛି, କହିପାରିଲେ କି? 1200 ବର୍ଷ ପରାଧୀନତା ପରେ ଆମେ ସ୍ୱାଧୀନତା ପାଇଛନ୍ତି। ସେ ଦଳ ଆଗେ ସ୍ୱାଧୀନ ହଉ। ସେ ଦଳ ବିଷୟରେ ତାଙ୍କ ଆଭ୍ୟନ୍ତରୀଣ ବ୍ୟାପାର ମୋର କିଛି କହିବା ଉଚିତ ନୁହେଁ। ମୁଁ କେବେ କହେ ନାହିଁ, ତୁମେ ଯେତେଥର ପଚାର ମୁଁ ସବୁବେଳେ ଆଭଏଡ୍ କରେ। କିନ୍ତୁ ତାଙ୍କ ଦଳ ବିଷୟରେ ତାଙ୍କ ଇଣ୍ଟରନାଲ ଆଫେୟାର ସେମାନେ ବୁଝନ୍ତୁ। ସେମାନେ ଅନ୍ୟକୁ ଟିକା ଟିପ୍ପଣୀ କରିବ କିଏ? ସେ ଭେଟୁନାହାନ୍ତି। ଆମର ଯେ ପ୍ରଶାନ୍ତ ଶତପଥୀ ଯେ ମରିଛନ୍ତି ସେଠି, ଯାହାଙ୍କୁ ନିର୍ମମ ଭାବରେ ହତ୍ୟା କରାହେଲା, ମର୍ମନ୍ତୁ ଘଟଣା ଘଟିଲା, ମରିଛନ୍ତି। ତାଙ୍କ ସ୍ତ୍ରୀ ତ ବଞ୍ଚିଛନ୍ତି, ତାଙ୍କୁ ଟିକେ ପଚାରନ୍ତୁ ସେ ମାରିଗଲା ପରେ କଣ କହିଲେ। ତାଙ୍କ ସ୍ତ୍ରୀ ଷ୍ଟେଟମେଣ୍ଟଟା ନେବେ ନା ଯାଇକି, ଆଉ ତାଙ୍କ ସ୍ତ୍ରୀରୁ ଷ୍ଟେଟମେଣ୍ଟ ନିଅନ୍ତୁ। ଆଉ ଯୋଉମାନେ ପାଖଆଖ ରାଜ୍ୟରେ ମରିଛନ୍ତି ତାଙ୍କଠୁ ଷ୍ଟେଟମେଣ୍ଟ ନିଅନ୍ତୁ। କଣ ସେମାନେ ମାରିଲା ପରେ କଣ କହିଛନ୍ତି, ବକ୍ତବ୍ୟ କଣ ଦେଇଛନ୍ତି, ସେଟା ସେ ଶୁଣିଲା ପରେ ମୁଁ ଭାବୁଛି ତାଙ୍କ ମନର ଯୋଉ ସ୍ପଷ୍ଟତା ସେଟା ଆସିବ। ଠିକ ଅଛି, ଇଲ୍ୟୁଜନ ଡିସିଲ୍ୟୁଜନ ଦୂର ହେଇଯିବ।